आज ଯାଇକି ପହଞ୍ଚିଥିଲୁ ଆମେ କୋଲକାତାର ଭିକ୍ଟୋରିଆ ମଲ୍ରେ, ଯେଉଁଟାକି ରାଣୀ ଭିକ୍ଟୋରିଆଙ୍କ ନାଁରେ ଅଛି। ଆଉ ଆଜି ଆମେ ଦେଖିବା ଏଠି କେତେ ଭେରାଇଟିର ଲୋକ ଆସୁଛନ୍ତି, ଆମ ଇଣ୍ଡିଆର କେତେ ଲୋକ ଆସୁଛନ୍ତି, ଇଣ୍ଡିଆର ବାହାର କଣ୍ଟ୍ରି କେତେ ଲୋକ ଆସୁଛନ୍ତି, କାରଣ ଏଠି ସବୁ କଣ୍ଟ୍ରିର ଲୋକ ଆସୁଛନ୍ତି। ଦେଖୁଥିବେ ଆପଣ, ମୁଁ ଏଠି ଲାଇନ୍ରେ ଲାଗିଛି, ଏଠି ଦେଖୁଥିବେ ଆମ ଲୋକ ସବୁ, ଆମ ସାଙ୍ଗମାନେ ସର୍କଲ୍ ସବୁ ଏଠି ପଶୁ ଗୋଡ଼ି ପଡ଼ିଛି। ସାମ୍ନାରେ କିଛି ବଢ଼ିଆ ସୁନ୍ଦର ଷ୍ଟ୍ରକ୍ଚର୍ ଅଛି। ଭାଇ ଏତେ ପୁରୁଣା ଷ୍ଟ୍ରକ୍ଚର୍, ଏତେ ପୁରୁଣା ବିଲ୍ଡିଂ। ଏ ଦେଖୁଥିବେ ଚାଇନିଜ୍ ମାନେ ବୁଲୁଛନ୍ତି, ନେପାଳୀ ମାନେ ବୁଲୁଛନ୍ତି, କେମିତି ଏ ୱେଷ୍ଟଇଣ୍ଡିଜ୍, କୋରିଆନ୍, କେମିତି ମାନେ ଏତେ ସୁନ୍ଦର ସୁନ୍ଦର ଜାଗା। ଯାହା ହଉ ଭାଇ, ଏତେ ବାହାର ଲୋକ ଆସୁଛନ୍ତି ଆମର ଏତେ ସୁନ୍ଦର ଜିନିଷ ଦେଖିବାକୁ, ବହୁତ ଖୁସି ଲାଗୁଛି। ଆଉ ସବୁଠୁ ଖୁସିର କଥା, ଆମ ଇଣ୍ଡିଆ ଲୋକ ଆକୁ ବହୁତ ମାନେ ଯତ୍ନରେ ରଖିଛନ୍ତି। ଦେଖୁଥିବେ ଭିକ୍ଟୋରିଆଙ୍କ ଦେଖୁଥିବେ, ଇଏ ଆମ ଇଣ୍ଡିଆନ୍ ଝିଅ ଏତେ ସୁନ୍ଦର କରି ଯତ୍ନ କରି ରଖିଛନ୍ତି। ଆଉ ଭାଇ ଏତେ ପୁରୁଣା ଜିନିଷକୁ ଏତେ ସୁନ୍ଦର କରିକି ରଖିବା ବହୁତ ବଡ଼ କଥା, ବହୁତ ଖୁସି ଲାଗିଲା ଭାଇ। ଆକୁ ଆହୁରି ଯତ୍ନ ନେବା ଦରକାର। ଆକୁ ଦେଖିବା, ଫରେନର୍ ବି ଆସୁଛନ୍ତି, ମାନେ ଫରେନର୍ ବି ଆ ବିଷୟରେ ଶୁଣିଛନ୍ତି କି ଇଣ୍ଡିଆରେ ଏମିତି କିଛି ଅଛି, ଏମିତି କିଛି ଥିଲା, ସେମାନେ ବି ଏଠିକି ଆସୁଛନ୍ତି, ସେମାନେ ବି ଏଠି ଦେଖୁଛନ୍ତି। ଆପଣମାନେ ବି ଯାଆନ୍ତୁ, ଦେଖନ୍ତୁ, ଭଲ ଜାଗା। ଯେଉଁମାନେ ଦେଖିନାହାନ୍ତି, ଯେଉଁମାନେ ଦେଖିଛନ୍ତି ଅଲଗା କଥା। ଆଉ ଆମ ଚ୍ୟାନେଲ୍କୁ ଯେତେ ମାତ୍ର ଫଲୋ କରନ୍ତୁ, ଆଉ ଭିଡ଼ିଓଟିକୁ ଯେତେରୁ ଯେତେ ସେୟାର କରନ୍ତୁ। ଆହୁରି ଏମିତି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ମୋ ଇନଷ୍ଟାଗ୍ରାମ୍ ଚ୍ୟାନେଲ୍କୁ ଫଲୋ କରନ୍ତୁ। ପୁରା ସୁନ୍ଦର।